ବାପା ଏହା ଏକ ସମ୍ପର୍କ ନୁହେଁ, ବରଂ ପିଲାମାନଙ୍କର ଶକ୍ତି। ପିଲାଦିନଠୁ ନେଇକରି ନିଜକୁ ଆତ୍ମନିର୍ଭର ହେବାର ଯାତ୍ରାରେ ଗୋଟିଏ ବାପାର ହିଁ ହାତ ଥାଏ। ଯେଉଁମାନଙ୍କ ମୁଣ୍ଡ ଉପରେ ବାପାଙ୍କ ଛାଇ ନାହିଁ, ସେହି ପିଲାମାନଙ୍କୁ ବାପାଙ୍କ ଗୁରୁତ୍ୱ ଆଉ ମହତ୍ତ୍ୱ କ'ଣ ଥରୁଟିଏ ପଚାରନ୍ତୁ, ଜାଣିଯିବେ ଆପଣଙ୍କ ଜୀବନରେ ବାପାଙ୍କର ଭୂମିକା କ'ଣ ରହିଛି। ଯିଏ ନିଜ ଭଲ ପାଇବାକୁ ଦେଖାଇ ନଥାଏ, କିନ୍ତୁ ହୃଦୟରୁ ତା'ର ପିଲାକୁ ବହୁତ ଭଲ ପାଇଥାଏ, ସେ ହେଉଛନ୍ତି ବାପା। ଗୋଟିଏ ମାଆର ତା'ର ପିଲା ପାଇଁ କରିଥିବା ବଳିଦାନ ତ ଆମେ ସମସ୍ତେ ଜାଣିଛୁ, କିନ୍ତୁ ଗୋଟିଏ ବାପା ତା'ର ପିଲା ପାଇଁ କରିଥିବା ବଳିଦାନ, ତ୍ୟାଗ ସର୍ବଦା ଲୁଚି ରହିଥାଏ। କାହିଁକି ନା ଗୋଟିଏ ବାପା ତା'ର ପିଲା ପ୍ରତି ଥିବା ଅଜସ୍ର ଭଲ ପାଇବାକୁ କେବେ ବ୍ୟକ୍ତ କରାଇ ନଥାଏ। ସବୁବେଳେ ତା'ର ପିଲା ସାମ୍ନାରେ କଠୋର ହୋଇଥାଏ, କାରଣ ସେ ଚାହେଁ ତା'ର ପିଲା ଦୁନିଆର ସବୁ କଠିନ ପରିସ୍ଥିତିକୁ ସାମ୍ନା କରି ଶିଖୁ ଏବଂ ଜୀବନରେ ସଫଳ ହେଉ। ତେବେ ଆସନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ଜାଣିବା ଆପଣଙ୍କର ଜୀବନରେ ବାପାଙ୍କର ମହତ୍ତ୍ୱ କ'ଣ ରହିଛି। ନମ୍ବର 1, ବାପା ଯିଏ ଆପଣଙ୍କ ଖୁସି ଏବଂ ଛୋଟରୁ ବଡ଼ ପ୍ରତ୍ୟେକଟି ଆବଶ୍ୟକ ପୂରଣ କରିବା ପାଇଁ ତା'ର ସାରା ଜୀବନକୁ କେବଳ କଠିନ ପରିଶ୍ରମରେ ବିତାଇ ଦେଇଥାଏ। ନିଜର ସଉକ ଆଉ ଇଚ୍ଛାକୁ ମାରି ସିଏ ଆପଣଙ୍କର ସଉକ ପୂରଣ କରିଥାଏ। ସିଏ ହେଉଛନ୍ତି ବାପା। ବାପା ଯିଏ ଆପଣଙ୍କର ଭବିଷ୍ୟତ ଗଢ଼ିବା ପାଇଁ ନିଜର ପ୍ରତ୍ୟେକ ପୁଞ୍ଜି ପାଣି ପରି ବୁହାଇ ଦେଇଥାଏ। ଜୀବନରେ ବାପାଙ୍କ ମହତ୍ତ୍ୱ ବରଗଛ ପରି। କେତେ ଦୁଃଖ ଆଉ କଷ୍ଟର ଝଡ଼ ଆସୁ, ବାପା ଠିକ୍ ବରଗଛ ପରି ଦୃଢ଼ର ସହିତ ସବୁ ଦୁଃଖ କଷ୍ଟର ସାମ୍ନା କରିଥାନ୍ତି। କାହିଁକିନା ସେ ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଭବିଷ୍ୟତର ଫଳ ଦେଇପାରିବେ। ଯଦି ଜୀବନରେ ବାପା ଅଛନ୍ତି, ତେବେ ଆପଣ ନିଜ ଉପରେ ଭରସା କରିପାରିବେ। ବାପା ଥିଲେ ଆପଣଙ୍କର ସ୍ୱପ୍ନକୁ ସାହସ ମିଳିଥାଏ। ବାପା ଜୀବନରେ ଠିକ୍ ସୂର୍ଯ୍ୟଙ୍କ ପରି, ଅସ୍ତ ହୋଇଗଲା ପରେ ଦୁନିଆ ଅନ୍ଧାର ହୋଇଯାଇଥାଏ। ବାପା କଠୋର ଏବଂ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରି ବାସ୍ତବ ଦୁନିଆରେ କିପରି ବଞ୍ଚିବେ ତାହା ଶିଖାଇଥାନ୍ତି। ବାପା ମାଙ୍କ ପରି ସେମାନଙ୍କ ପିଲାର ମଙ୍ଗଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାପା ହେଉଛନ୍ତି ପ୍ରଥମ ଶିକ୍ଷକ, ଯିଏ ଆପଣଙ୍କ ଜୀବନର ମୂଲ୍ୟବୋଧ ଏବଂ ନୀତି ଶିକ୍ଷା ଦେଇଥାନ୍ତି। ବାପା ଜୀବନରେ ଉତ୍ଥାନ ପତନ ଆସିଲେ କିପରି ଭାବରେ ସମ୍ମୁଖୀନ ହେବା ଶିଖାଇଥାନ୍ତି। ବାପା ଜୀବନରେ ଶୃଙ୍ଖଳା ଏବଂ ସମୟର ପରିଚାଳନାର ଗୁରୁତ୍ୱ ଶିଖାଇବା ସହିତ କିପରି ଲକ୍ଷ୍ୟ ହାସଲ କରିବା ଶିଖାଇଥାନ୍ତି। ବାପା ଆପଣଙ୍କୁ ଶିକ୍ଷା ଏବଂ ବିକାଶର ଗୁରୁତ୍ୱ ଶିଖାଇ ଗୋଟିଏ ସୁନ୍ଦର ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଥାନ୍ତି। ଶ୍ରୋତାବନ୍ଧୁମାନେ, ମୁଁ ଚେଷ୍ଟା କରିଛି କେଇପଦ କଥାରେ ଆମ ଜୀବନରେ ବାପାଙ୍କର ମହତ୍ତ୍ୱ ଆଉ ଗୁରୁତ୍ୱ ବିଷୟରେ କହିବା ପାଇଁ। ଯଦି ମୋର ଉପସ୍ଥାପନା ଆପଣମାନଙ୍କୁ ପସନ୍ଦ ଆସିଛି, ତେବେ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ହଁ, ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ପାଖରେ ଥିବା ବେଲ୍ ଘଣ୍ଟିକୁ ମଧ୍ୟ କ୍ଲିକ୍ କରିଦେବେ। ରହିଲି, ନମସ୍କାର।